This is OTN, your trusted source for breaking news. ପରିଚୟଟା ଦିଅନ୍ତୁ ଆଉ କ'ଣ ପାଇଁ ଆସିଥିଲେ କୁହ। ମୋ ନାଁ ବୃନ୍ଦାବନ ଦାସ ଆଜାଦ। ମୁଁ ଅଖିଳ ଓଡ଼ିଶା ଯୁବପଟି ମହାସଂଘ ଏକତାର ସଭାପତି। ଏଠି ଜଗତପୁର ତିନାର ସାହି କଟକ, ସେଠି ସାହି ରାଜନୀତି ଅଧେରେ ଫେଭର ବ୍ଲକ ରୋଡ଼ ଷ୍ଟ୍ରିଟ୍ ଲାଇଟ୍ ସବୁ କାମ ହେଇଥିଲା ବେଳେ 30 ଘର ଯେଉଁଆଡ଼େ ଅଛନ୍ତି ସିଆଡ଼େ ହେଉନଥିଲା। ଏଥିପାଇଁ ଆମେ ଏଠି ଗ୍ରିଭାନ୍ସରେ ଅଭିଯୋଗ କରିଥିଲୁ। 1/12/2025 ଏ ଶୁଣାଣି ହେଲାନି। ସେଥିପାଇଁ ସ୍ଥାୟୀ ଲୋକ ଅଦାଲତରେ ମଧ୍ୟ କେସ୍ କଲୁ। କେସ୍ କଲା ପରେ ଏଠି କେହି ହାଜିର ହେଉନାହାନ୍ତି ମ୍ୟୁନିସିପାଲିଟିରୁ। ତେଣୁ ଆଜି ଆନ୍ଦୋଳନ କରିଥିଲୁ ଯେ ସେଠି ତୁରନ୍ତ ରୋଡ଼ ଆଉ ଷ୍ଟ୍ରିଟ୍ ଲାଇଟ୍ ଦେଲେ ଆମେ ବିଦ୍ୟୁତ୍ ସଂଯୋଗଟି ନେବୁ। ବିଦ୍ୟୁତ୍ ସଂଯୋଗ ନଥିବାରୁ ସେ ସାଇଟା ଯାକ ପୁରା ହନ୍ତସନ୍ତ ହୋଇଯାଉଛନ୍ତି। ଆଉ ସେଠି ଖୁଣ୍ଟ ନଥିବାରୁ ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ ଭାବୁଛି 1,20,000 ଟଙ୍କା। 1,20,000 ଟଙ୍କା ଖୁଣ୍ଟ ବାବଦରେ ମାନେ କେଉଁଠି ଦେଇପାରିବେ? ତେଣୁ ଆମେ ଏସବୁ ଦାବି କରୁଛୁ। ନହେଲେ ଆଗାମୀ ଦିନରେ ଏଥିପାଇଁ ବ୍ୟାପକ ଆନ୍ଦୋଳନ କରିବା ସହିତ ଆମେ ମାନ୍ୟବର ହାଇକୋର୍ଟଙ୍କ କଟକ ମାମଲା ଶୁଣାଣି କରୁଥିବା ବେଞ୍ଚରେ ନିଜ ଅଭିଯୋଗ କରିବୁ। ପରିଚୟଟା ଦିଅନ୍ତୁ ଆଉ କ'ଣ ପାଇଁ ଆସିଥିଲେ କୁହ। ମୋ ନାଁ ବୃନ୍ଦାବନ ଦାସ ଆଜାଦ। ମୁଁ ଅଖିଳ ଓଡ଼ିଶା ଯୁବପଟି ମହାସଂଘ ଏକତାର ସଭାପତି। ଏଠି ଜଗତପୁର ତିନାର ସାହି କଟକ, ସେଠି ସାହି ରାଜନୀତି ଅଧେରେ ଫେଭର ବ୍ଲକ ରୋଡ଼ ଷ୍ଟ୍ରିଟ୍ ଲାଇଟ୍ ସବୁ କାମ ହେଇଥିଲା ବେଳେ 30 ଘର ଯେଉଁଆଡ଼େ ଅଛନ୍ତି ସିଆଡ଼େ ହେଉନଥିଲା। ଏଥିପାଇଁ ଆମେ ଏଠି ଗ୍ରିଭାନ୍ସରେ ଅଭିଯୋଗ କରିଥିଲୁ। 1/12/2025 ଏ ଶୁଣାଣି ହେଲାନି। ସେଥିପାଇଁ ସ୍ଥାୟୀ ଲୋକ ଅଦାଲତରେ ମଧ୍ୟ କେସ୍ କଲୁ। କେସ୍ କଲା ପରେ ଏଠି କେହି ହାଜିର ହେଉନାହାନ୍ତି ମ୍ୟୁନିସିପାଲିଟିରୁ। ତେଣୁ ଆଜି ଆନ୍ଦୋଳନ କରିଥିଲୁ ଯେ ସେଠି ତୁରନ୍ତ ରୋଡ଼ ଆଉ ଷ୍ଟ୍ରିଟ୍ ଲାଇଟ୍ ଦେଲେ ଆମେ ବିଦ୍ୟୁତ୍ ସଂଯୋଗଟି ନେବୁ। ବିଦ୍ୟୁତ୍ ସଂଯୋଗ ନଥିବାରୁ ସେ ସାଇଟା ଯାକ ପୁରା ହନ୍ତସନ୍ତ ହୋଇଯାଉଛନ୍ତି। ଆଉ ସେଠି ଖୁଣ୍ଟ ନଥିବାରୁ ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ ଭାବୁଛି 1,20,000 ଟଙ୍କା। 1,20,000 ଟଙ୍କା ଖୁଣ୍ଟ ବାବଦରେ ମାନେ କେଉଁଠି ଦେଇପାରିବେ? ତେଣୁ ଆମେ ଏସବୁ ଦାବି କରୁଛୁ। ନହେଲେ ଆଗାମୀ ଦିନରେ ଏଥିପାଇଁ ବ୍ୟାପକ ଆନ୍ଦୋଳନ କରିବା ସହିତ ଆମେ ମାନ୍ୟବର ହାଇକୋର୍ଟଙ୍କ କଟକ ମାମଲା ଶୁଣାଣି କରୁଥିବା ବେଞ୍ଚରେ ନିଜ ଅଭିଯୋଗ କରିବୁ। ये ना बैठ सके थे